ମୁଁ ହେମଲତା ବେହେରା ତରାଗ ନୋଡାଲ ଉପରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ। ଏଇ 9:10 ଭିତରେ ଆମର CRC ଫୋନ୍ କରିଥିଲେ, କିନ୍ତୁ ମୋତେ ସେମାନେ ହ୍ୱାଟ୍ସଆପ୍ରେ କୌଣସି ଚିଠି ମଧ୍ୟ ଛାଡ଼ି ନାହାନ୍ତି। ମୁଁ ମଧ୍ୟ ତାଙ୍କୁ କହିଲି ଯେ ଏଥି ନେଇ ମୁଁ ଯାହା ଆମ ରାଜେଶ କୁମାର ସାର୍ଙ୍କ ପାଖରୁ କିଛି ଶୁଣିଛି, କିନ୍ତୁ ମୁଁ ବିଧିବଦ୍ଧ ଭାବେ କିଛି ଚିଠି ପାଇନି। ତେଣୁ ସେ ଏବେ ଏଇ 9ଟା କେତେରେ ଚିଠିଟେ ଛାଡ଼ିଛନ୍ତି ହ୍ୱାଟ୍ସଆପ୍ରେ, ତାପରେ ମୁଁ ପରିସ୍ଥିତି ଦେଖିକି ଯାହା କରିବି। ତେଣୁ ଯେହେତୁ କାଲି ଚିଠିଟା ହେଇଛି, ଏତେ ଶୀଘ୍ର ମୁଁ ନିଷ୍ପତ୍ତି ନେଇପାରୁନି। ତେଣୁ ମୁଁ ମୋର କମିଟି ମାଧ୍ୟମରେ ହେଉ ଯେମିତି ହେଉ କ'ଣ ପରିସ୍ଥିତି କେମିତି ଉପୁଜିବ ମୁଁ ତାକୁ ଦେଖିକି ଯାହା କରିବି। ନାହିଁ କିଛି ଆଗରୁ ଆସିନି, ଅଚାନକ ନେଇପାରିବେନି, ସେମାନେ ଲେଟର୍ କରିବେ, ତାପରେ ଆମେ 7 ଦିନ ଭିତରେ ଦେଖିକି କ'ଣ ପରିସ୍ଥିତି ହେବ କେମିତି କ'ଣ ଦେଖିକି ଆମେ ଯାଇକି ରିଲିଭ୍ କରିବୁ। ଯାହା ଜାଣିଛୁ ସେମାନେ ଚିଠି ହେବାର 7 ଦିନ ଭିତରେ ଜଏନ୍ କରନ୍ତି। ତେଣୁ ତ କାଲି ଚିଠିଟା ପାଇଲୁ, ତେଣୁ ଆମେ ଦିନେ 2 ଦିନ ଭିତରେ କି ଦେଖିକି ଏ ଭିତରେ କ'ଣ ପରିସ୍ଥିତି ହେବ ଆମେ ଦେଖିକି ଯାହା ନିଷ୍ପତ୍ତି ନେବୁ। ସେମିତି ଯାହାର ଯେଉଁଟା ଅସୁବିଧା ହୁଏ ସେମାନେ ତ ଆନ୍ଦୋଳନ କରନ୍ତି। ତେଣୁ ତାଙ୍କର ଅସୁବିଧା ହେଇଛି ସେମାନେ ଜଣାଇବା ସ୍ୱାଭାବିକ। ତେଣୁ ମୁଁ ଗୋଟେ ବିଦ୍ୟାଳୟରେ 250 ପିଲାରେ ଯେଉଁ 4ଟି ବ୍ଲକରେ ଆମ ବିଦ୍ୟାଳୟଟି ରହିଛି, 2ଟି ରାସ୍ତା ମଝିରେ ଯାଇଛି। ଏଠି ମଧ୍ୟ ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ। ଏଥିପାଇଁ ଶିକ୍ଷକ ସମସ୍ୟା ନିଶ୍ଚିତ ଭାବେ ଦେଖାଦେବ ସାର୍ ପଳେଇଲେ। ତେଣୁ ମୁଁ ସମସ୍ତ ପରିସ୍ଥିତିକୁ ନେଇ ଭାବିଚିନ୍ତି ଯାହା କରିବି। ତେଣୁ ଏଠି ବି ଯଦି ମୁଁ ଟିଚରଙ୍କୁ ବର୍ତ୍ତମାନ ରିଲିଭ୍ କରିଦେବି, ଏଠି ଯେ ସେମିତି ଆନ୍ଦୋଳନ ନ ହେବ ତାହା ବି କହିହେବନି। ତେଣୁ କେତେବେଳେ କୌଣସି ପରିସ୍ଥିତି କ'ଣ ହେବ ତାହା ବି ସେଟା ଠିକ୍ ନାହିଁ। ତେଣୁ ମୁଁ ମୋର କମିଟି ମାଧ୍ୟମରେ ହେଉ କିମ୍ବା କ'ଣ ଦେଖିକି ଗୋଟେ ଚିନ୍ତା କରିକି ଯାହା କରିବି।